ଜାତିଆଣାର ଆକ୍ଷେପ କରିଛନ୍ତି ବୋଲି ସେ ମଧ୍ୟ ଆଜି ଲେଖିକି ମୈତ୍ରୀ ବିହାର ଥାନାରେ ଦେଇଛନ୍ତି। ତେଣୁ ଜଣେ ଲେଡି ଚନ୍ଦ୍ରଶେଖରପୁର ଥାନାରେ ଯେତେବେଳେ ଜଣେ ଏତଲା ଦେଇଛି, ଏଗ୍ରିମେଣ୍ଟ କରି ଚେକ୍ ଦେଇ ଏତଲା ଦେଇଛି, ବର୍ତ୍ତମାନ 5ଟି ଏତଲା ମୈତ୍ରୀ ବିହାର ଥାନାରେ ତା ନାଁରେ କମ୍ପ୍ଲିଟ ହେଲା। ମୁଁ ସୁମନ୍ତ ସ୍ୱାଇଁ ଆଇନଜୀବୀ ଯେ ଆଜ୍ଞା ଦେଖନ୍ତୁ, ଲେଡି ବ୍ଲାକମେଲର, ଲେଡି ଡନ୍ ଯାହା କୁହାଯାଏ, ଯେ କି ଭୁବନେଶ୍ୱରରେ ଅନେକ ମାତିଲେଣି ମହିଳା ମାନଙ୍କୁ ଠକିବା ପାଇଁ ଗୋଟେ ଯୋଜନାବଦ୍ଧ ସମସ୍ୟା, ଯୋଉଟା କି ସାଲିଆ ସାହିରୁ ଆଜି ମା ମାନେ ଆସି ମୋ ସହିତ ମୈତ୍ରୀ ବିହାର ଥାନାରେ ଜଣେ ଭଉଣୀ ନାଁରେ ଏତଲା ଦେଇଛନ୍ତି। ତ ବର୍ତ୍ତମାନ ସେ କିଛି ଟଙ୍କା ସୋସାଇଟିରୁ ଠକି ନେଇ ଯେ କି ସଭାପତି ହିସାବରେ ରହି କିଛି ପଇସା କଲେକ୍ସନ କରି ତ ବର୍ତ୍ତମାନ ସେମାନେ ଠକି ନେଇଛନ୍ତି ପଇସା। କିଏ? ସ୍ୱାମୀ ସ୍ତ୍ରୀ 2 ଜଣ। ଯେ ଆଜ୍ଞା ଦେଖନ୍ତୁ, ଫାଇନାନ୍ସ କମ୍ପାନୀରୁ ଗାଡି କିଣି ତାର କିସ୍ତି ଠିକ ସେ ନ ଭରି ପାରି ତ ଗୋଟେ ମୁଣ୍ଡ ଭିତରେ ବିକଟାଳ ଚକ୍ରାନ୍ତ କରି ତ ସେ କଣ କରିଛନ୍ତି ନା, ଜଣେ ଭଉଣୀଙ୍କୁ କହିଛନ୍ତି, ମୋର କ୍ଲାଏଣ୍ଟ ଯେ କି ହଉଛନ୍ତି ରଶ୍ମିତା ଭୋଳ, ତାଙ୍କୁ କହିଛନ୍ତି ତାଙ୍କ ସ୍ୱାମୀ ମେଡିକାଲ ଟ୍ରିଟମେଣ୍ଟ ହେବା ପାଇଁ ଅର୍ଥ ଦରକାର, ନିହାତି କ୍ରମେ ତାଙ୍କୁ କିଛି ପଇସା ଦିଆଯାଉ। ତ ସେ ଦେଖିଲା ଯେ ମୁଁ କେମିତି କୋଉଠୁ ପଇସା ଆଣିଦେବି, ତେଣୁ ସେ ଚିନ୍ତା କଲେ ଯେ ନିହାତି କ୍ରମେ ଜଣେ ଦୁଃଖୀ, ଜଣେ ଅସୁବିଧାରେ ଅସମୟରେ ତାଙ୍କୁ କିଛି ଧାର ଆଣି କରଜ ଆଣି ତାଙ୍କୁ 4 ଲକ୍ଷ ଟଙ୍କା ଦେଇଥିଲେ। ତ ସେଇ ଆଧାରରେ ଗୋଟେ ଏଗ୍ରିମେଣ୍ଟ କରିଥିଲେ, ଚେକ୍ ଟା ମଧ୍ୟ ଯୋଉ 4 ଲକ୍ଷ କ୍ୟାश ନେଇଥିଲେ ତ ତା ଆଧାରରେ ଚେକ୍ ଟି ମଧ୍ୟ ଦେଇଥିଲେ। କିନ୍ତୁ ସେ ଲେଡି ସେପଟେ କିସ୍ତି ଭରିନି, ଆଡେ ଫାଇନାନ୍ସ କୁ ଡାକି ଚନ୍ଦ୍ରଶେଖରପୁର ଥାନାରେ ଯାଇ ଅଭିଯୋଗ କରିଛନ୍ତି ଯେ ଆଜ୍ଞା ମୋ ଠାରୁ ଗାଡିଟା ମୋ ସ୍ୱାମୀଙ୍କ ଠାରୁ ଛଡେଇ ନେଇଛନ୍ତି ଜଣେ ଲେଡି ଆଉ ତାଙ୍କ ସ୍ୱାମୀ। ଏଇଟା ଆଜ୍ଞା ଅସମ୍ଭବ କଥା। ଗାଡି ଛଡେଇକି ନେଲେ, ଯୋଉ ସମୟରେ ଛଡେଇକି ନେଲେ ସାଙ୍ଗେ ସାଙ୍ଗେ ପିସିଆର କୁ ଆମେ ଫୋନ କରିପାରିବା, ସାଙ୍ଗେ ସାଙ୍ଗେ ଏତଲା ମଧ୍ୟ ଆମେ ଦେଇପାରିବା। କିନ୍ତୁ ଗାଡି କେତେବେଳେ ନେଲେ, କେତେବେଳେ ତମେ ଏଗ୍ରିମେଣ୍ଟ କଲ, କେତେବେଳେ ତାଙ୍କୁ ଚେକ୍ ଦେଲ, ତାର କୌଣସି ପ୍ରମାଣ, ଠୋସ୍ ପ୍ରମାଣ ନାହିଁ। ଯୋଉଟା କି ଲେଡି ଜଣକ ଗୋଟେ ଷଡଯନ୍ତ୍ର ରଚି ମୋର କ୍ଲାଏଣ୍ଟ ରଶ୍ମିତା ଭୋଳଙ୍କୁ ହସେଇବା ପାଇଁ, ତାଙ୍କ ନାଁରେ ମକଦ୍ଦମା କରିବା ପାଇଁ, ତାଙ୍କୁ ନାଲି ଆଖି ଦେଖେଇବା ପାଇଁ, ତାଙ୍କୁ ଥେଟେନ ଦେବା ପାଇଁ ବର୍ତ୍ତମାନ ଏଇପରି ଷଡଯନ୍ତ୍ରଟି ରଚିଥିଲେ। କିନ୍ତୁ ସେ ଷଡଯନ୍ତ୍ରରେ ସେ ଜଣେ ଯିଏ ଲେଡି ସସ୍ମିତା ଯିଏ ଠକିଛି, ତ ସେ କଣ କଲେ ନା, ଯେତେବେଳେ ଜଣଙ୍କ ନାଁରେ ଏତଲା ଦେବା ପାଇଁ ଚେଷ୍ଟା କଲେ, ସେତେବେଳେ ଆଉ ଯାହା ଯାହା ସୋସାଇଟି ମାଧ୍ୟମରେ ମା ମାନଙ୍କର ଯୋଉ ସୋସାଇଟି ସମିତି ଯୋଉଟା ଟ୍ରଷ୍ଟ, ତ ସେଇ ଆଧାରରେ ତ ପଇସା ନେଇଥିଲେ, ଫେରେଇ ନଥିଲେ। କିନ୍ତୁ ଆଉ ଜଣେ ଭଉଣୀକୁ ମଧ୍ୟ ତାଙ୍କୁ, ତେଣୁ ଏଠାର ବର୍ତ୍ତମାନ ଆଇଆଇସି ନିଶ୍ଚିନ୍ତ ରବିନାରାୟଣ ବାବୁ ବହୁତ ଭଲ କୋଅପରେଟ କଲେ, ଯେ କି ଅନେକ ନାରୀ ମାନଙ୍କୁ ସହଯୋଗ କରିବା ପାଇଁ, ତ ନ୍ୟାୟ ଦେବା ପାଇଁ। କାଲି ସେକେଣ୍ଡ ହାଫରେ ସେ ଲେଡିକୁ, ତାର ସ୍ୱାମୀକୁ ଥାନାକୁ ଡାକିଛନ୍ତି, ଯେ କି ଯଦି କମ୍ପ୍ରମାଇଜ କିଛି ସେ ନ କରେ ତାହେଲେ ଏଇଠାରୁ ତାକୁ ଆରେଷ୍ଟ କରିବା ପାଇଁ, ଫରୱାର୍ଡ କରିବା ପାଇଁ ଯୋଜନା ମଧ୍ୟ କରିବେ। ଯେପରି କୋର୍ଟରେ ଏଇ ଲେଡି ଯୋଉମାନଙ୍କୁ ଠକିଛନ୍ତି, ଠକାମିର ଶିକାର ହେଇଥିବା ବ୍ୟକ୍ତି ମାନେ ନ୍ୟାୟ ପାଇବେ, ତାର ବ୍ୟବସ୍ଥା ମୈତ୍ରୀ ବିହାର ଥାନାର ଆଇଆଇସି ମହାଶୟ କଲେ। ଆମେ ଆଇଆଇସି ମହାଶୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ, ଯେ କି ଏଇ ସମୟରେ ଯୋଉ କାମଟି କରିଛନ୍ତି, ଏଇଟା ଅତି ଉତ୍ତମ କାର୍ଯ୍ୟ, ବହୁତ ଭଲ କାମ। ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।